ଅନ୍ୟମାନଙ୍କୁ ଉପଦେଶ ଦେବାଟା ବହୁତ ସହଜ। ଏମିତି କିଛି ଭଉଣୀ କମେଣ୍ଟ କରିଥିଲେ ମୋ ଭିଡ଼ିଓରେ। ଦେଖନ୍ତୁ ଭଉଣୀ, ଶାଶୁ ନଣନ୍ଦକୁ ଆପଣ କେବେ ବି ନିଜର ଭାବୁନାହାନ୍ତି ବୋଲି ସେମାନେ ଆପଣଙ୍କୁ ନିଜର ଭାବୁନାହାନ୍ତି। ଯଦି ଆପଣ ଚାକିରି କରିଛନ୍ତି ତାହେଲେ ଆପଣ ନିଶ୍ଚିନ୍ତ ଏକ୍ସପିରିଏନ୍ସ କରୁଥିବେ କି ଚାକିରି କ୍ଷେତ୍ରରେ ବି ଆପଣଙ୍କୁ ବହୁତ ସାରା ଜିନିଷ ମ୍ୟାନେଜ୍ କରିବାକୁ ପଡ଼େ। ଯଦି ଆପଣ ଆପଣଙ୍କର ଘରେ ହିଁ ମ୍ୟାନେଜମେଣ୍ଟ ଠିକ୍ ରଖିପାରୁନାହାନ୍ତି ତାହେଲେ ଆପଣ ଆପଣଙ୍କ ଚାକିରି କ୍ଷେତ୍ରରେ କିପରି ମ୍ୟାନେଜ୍ କରୁଥିବେ କେଜାଣି। ମୁଁ ନିଜେ ଅଙ୍ଗେ ନିଭେଇଛି ବୋଲି କହୁଛି। ଅଫିସରେ ଯେମିତି ମୁଁ ଗୋଟେ ଅଫିସର ସେମିତି ଶାଶୁଘରେ ମୁଁ ଗୋଟେ ବୋହୂ। ମୁଁ ମୋ ମର୍ଯ୍ୟାଦା ଜାଣିଛି। ଆଉ ଶାଶୁ ଶ୍ୱଶୁର ଦିଅର ନଣନ୍ଦ ଆଉ ସ୍ୱାମୀଙ୍କୁ ସମ୍ମାନ ଦେଲେ ସେଇଟା ଆପଣଙ୍କ ଘରର ସଂସ୍କାରକୁ ଦୃଷ୍ଟିମାନ କରେ। ସେଇଟା କେବେ ବି ଏଇଟା ଦେଖାଏନି କି ଆପଣ କେତେ ବଡ଼ ମହତ୍ ମଣିଷ। ଆଉ ଉପଦେଶ ଦେବା କଥାଟା ରହିଲା, ଯେଉଁଟା ମୁଁ ନିଜେ କରିଛି ସେଇଟା ମୁଁ ନିଜେ କହିଛି। ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ଆପଣଙ୍କ ଶାଶୁ ଆଉ ନଣନ୍ଦଙ୍କୁ ଭଉଣୀ ଆଉ ମା ବନେଇ ପାରିବେ। କୌଣସି ଜିନିଷ କଠିନ ନୁହଁ। ଥରେ ଚେଷ୍ଟା କରିକି ତ ଦେଖନ୍ତୁ ଅଫିସରେ କେମିତି ମ୍ୟାନେଜ୍ କରୁଛନ୍ତି, ସେମିତି ଘରେ ମ୍ୟାନେଜ୍ କରନ୍ତୁ। ରହିଲି, ଜୟ ଜଗନ୍ନାଥ। ଖରାପ ଲାଗିଥିଲେ କ୍ଷମା କରିଦେବେ।